ଏବେ ଯଦି ନ୍ୟୁ ଆଣିବି କହିଲେ କୋଚିଂ ପାଇଁ ପଇସା ହେବନି, ଦ୍ୟାଟ୍ସ ୱାଇ ମୁଁ ସେକେଣ୍ଡ ହ୍ୟାଣ୍ଡର ଆଣୁଛି। ଆଣ୍ଡ ତାପରେ ଭିଡ଼ିଓ କଣ୍ଟିନ୍ୟୁ ଅପଲୋଡ଼ କରିବା ହେଲା। ଏବେ ହ୍ୟାଲୋ ଗାଇସ୍, ୱେଲକମ୍ ବ୍ୟାକ୍ ଟୁ ଭିଡ଼ିଓ। ଆଶା କରୁଛି ଆପଣମାନେ ସବୁ ଭଲ ଥିବେ ଆଉ ମୁଁ ଭଲ ଅଛି। କାଫି ଦିନ ହେଲାଣି, 3-4 ଦିନ ହେଲାଣି ମୁଁ କଣ୍ଟିନ୍ୟୁ ଭ୍ଲଗ୍ ଅପଲୋଡ଼ କରୁନି, କାରଣ ଏକ୍ଜାମ୍ ବି ଚାଲିଥିଲା। ଦ୍ୟାଟ୍ସ ୱାଇ 11th କ୍ଲାସ୍ ଆମର ଏଠି ସରିଗଲା ଆଜି ହେଲା। ଆଣ୍ଡ ଏବେ ଅଛି 12th କ୍ଲାସ୍। ବାକି ଫୋନ୍ ବି ଭଲଟା ପାଉନି ଭିଡ଼ିଓ ବନେଇବା ପାଇଁ, ତ ଭାବିଛି ମୋତେ ଗୋଟେ ଆଇଫୋନ୍ ଆଣିବି ବୋଲି। ଦ୍ୟାଟ୍ସ ୱାଇ ଆଇଫୋନ୍ ଆଣିଲା ପରେ କଣ୍ଟିନ୍ୟୁ ଭିଡ଼ିଓ ଅପଲୋଡ଼ ହେବ ହେଲା ଗାଇସ୍। ତ ଏମିତି ଲାଗି ମୋତେ ଭିଡ଼ିଓ ବନେଇବା ଭଲ ଲାଗୁନି। ମୋର ଭ୍ୟୁଜ୍ ଯାଉଛି ଟିକେ ଟିକେ, ଯେତିକି ମୋତେ ମାନେ ସାଟିସ୍ଫ୍ୟାକ୍ସନ୍ ମିଳୁଛି, ମାନେ ମେହନତ କରୁଛି ନା, ସେତିକି ସାଟିସ୍ଫ୍ୟାକ୍ସନ୍ ତ ମିଳିଯାଉଛି ହେଲା କି। ପର ମୋତେ ମାନେ ମୋ ଫୋନ୍ ଭଲ ଲାଗୁନି, କିନ୍ତୁ ମାନେ ଭିଡ଼ିଓ ବନେଇବା ପାଇଁ ବ୍ୟାକ୍ କ୍ୟାମେରା କରିବା ଫରକେ ତ ଦେଇଛି, କିନ୍ତୁ କ୍ଲାରିଟି ନାହିଁ। ଆଉ କ୍ଲାରିଟି ଛାଡ଼, ଯେଉଁ ହେଇଛି ଦିନ ବେଳ ବନେଇ ମୁଁ ପୁରା ବ୍ଲାକ୍ କରିଦେଉଛି, ଫରକେ କିଛି କ୍ଲାରିଟି ନାହିଁ। ହଁ, ମୋର ଫୋନ୍ ଆରାଉଣ୍ଡ 26,000 ଭିତରେ ପଡ଼ିଯିବ ହେଲା କି, ନୂଆ ମାନେ ଏଇ ଫୋନ୍ 11 Pro, Realme 11 Proଟା। କିନ୍ତୁ ଆର ଫ୍ୟୁଚର୍ ଏକଦମ ଘାଟିଆ, 100 MP ଦେଇଛି, କିଛି ସେତିକି ଆସିବ ନାହିଁ ହେଲା କି। ଲୋକମାନେ କୁହନ୍ତି ନା, ଆଣ୍ଡ୍ରଏଡ଼୍ରେ 200 MP ଦେଇଥିଲେ ବି ଆଇଫୋନ୍ 12 ଦେଇଥିଲେ ବି ଆଇଫୋନ୍ ଆগে ବେଟର୍, ସେ କାରଣ ତାର ସେନ୍ସର୍ ବଡ଼ ଥାଉଛି, ବୁଝିଲ କି ନାହିଁ। ଆଉ ଆମର ଆଣ୍ଡ୍ରଏଡ଼୍ର ଏକଦମ ଘାଟିଆ। ତ ମୁଁ ଭାବିଛି ଏଇ ମାସରେ ଗୋଟେ ଆଇଫୋନ୍ଟା ଆଣିବି ବୋଲି। ଆଣ୍ଡ ହେଇପାରେ 20-25 ଭିତରେ ଆଣିପାରେ। ଆଉ ମୋ ପାଖରେ କିଛି ମନି ବି ଗଲେ ଶୁଣିନି, ଆଣିଲେ ସେକେଣ୍ଡ ହ୍ୟାଣ୍ଡ ଆଣିବି। ଆଣ୍ଡ ନୂଆରେ ବି ଆଣିବିନି, କାରଣ ଏବେ ମୋର +2ରେ ପଢ଼ିବା ପାଇଁ ବି ପଇସା ନାହିଁ। ତ ଦ୍ୟାଟ୍ସ ୱାଇ ମୋତେ ଏବେ ଯଦି ନ୍ୟୁ ଆଣିବି କହିଲେ କୋଚିଂ ପାଇଁ ପଇସା ହେବନି, ଦ୍ୟାଟ୍ସ ୱାଇ ମୁଁ ସେକେଣ୍ଡ ହ୍ୟାଣ୍ଡର ଆଣୁଛି। ଆଣ୍ଡ ତାପରେ ଭିଡ଼ିଓ କଣ୍ଟିନ୍ୟୁ ଅପଲୋଡ଼ କରିବା ହେଲା। ଏବେ ତ ହେବ ନାହିଁ, କାରଣ ତମର ଫଙ୍କସନ୍ କିଛି ନାହିଁ। ହେଲେ ଆଉ କିଛି ପ୍ଲାନ୍ ବି କରୁନା, ଆମେ ଫଟୋ ସୁଟ୍ ଯିବାର କି ପିକନିକ୍ ଯିବାର କରିଛୁ, ବଟ୍ ସେଇଟା ଏ ମାସ ଲାଷ୍ଟ ଭିତରେ ହେଇପାରେ। ତ ଆଇଫୋନ୍ ଆଣିବି, ତାପରେ ଗୋଟେ ଭିଡ଼ିଓ ଭଲ ବନେଇବା। ଆଶା କରୁଛି ମୋତେ ଭିଡ଼ିଓ ଯାକ ଆଇଫୋନ୍ ଆଣିଲା ପରେ ବେଟର୍ ହେବ। ଆଉ କ'ଣ ହେବ, ବଟ୍ ଏବେ ଏ ଫୋନ୍ର ବନେଇବା ଭଲ ଲାଗୁନି, କାରଣ ହଁ କାଫି ଠିକ୍ଠାକ୍ ଅଛି, ବଟ୍ ଯେତିକି ମୋତେ ଏକ୍ସପେକ୍ଟେସନ୍ ଅଛି ଭିଡ଼ିଓ ବନେଇକି, ମାନେ ଗୋଟେ ଗୋଟେ ଭିଡ଼ିଓ ବନେଇବା ବୋଲି, କିନ୍ତୁ ଏ ଫୋନ୍ ସେତିକି ନାହିଁ ହେଲେ ହେଲା। ମାନେ ବ୍ୟାକ୍ଗ୍ରାଉଣ୍ଡ କଲର୍ ଦେଖିବାକୁ ଭଲ ଲାଗିବନି, ଫେସ୍ କଲର୍ ଦେଖିବାକୁ ଭଲ ଲାଗିବନି, କାର୍ଟୁନ୍ ଲାଗୁଛି ଦେଖିବା ପାଇଁ। ଫରକେ ଦେଇଛି, କିନ୍ତୁ ମୋତେ ଭଲ ଲାଗୁନି ସତ କହିବାକୁ ଗଲେ।